ଆଜ୍ଞା ସୁନୀଲ କୁମାର ଜେନା 21 ନମ୍ବର ଜିଲ୍ଲା ପରିଷଦ କାନ୍ତନ ଜେନାଙ୍କର ସ୍ୱାମୀ ଆଉ ପ୍ରତିନିଧି ଅଛି ବାଲିଆପାଳ ବ୍ଲକ। ବାଲିଆପାଳ ଯୋଉ ରିଲାଏନ୍ସ ଜିଓ ମାର୍ଟ ଖୋଲିଛି ତା ନାଁରେ ବିଭିନ୍ନ ପ୍ରକାର ଅଭିଯୋଗ ହଉଛି, ଅଧିକ ଦର ନେଉଥିବାର ବାରମ୍ବାର ମଧ୍ୟ କମ୍ପ୍ଲେନ ହଉଛି, କଣ କହିବେ ତାପରେ କହିଲେ? ଆଜ୍ଞା ଶୁଣନ୍ତୁ, ଏଇଟା ଆଜି 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 ଯୋଉ ପରିସ୍ଥିତି ହେଇଛି, ମୋର ପୁତୁରା ଛୁଆ ମୋ ଦୋକାନରେ, ମୋର ଦୋକାନ ଅଛି, ଦୋକାନରେ ପହଞ୍ଚିଲା ଯେ କାକା ଆମେ ଯିବା କଲର, ଆପଣଙ୍କର ବି କଲର ନାହିଁ, ହେୟାର କଲର ନାହିଁ ହେଲାନି, ଆମେ କଲର ଆଣିବା ପାଇଁ ଯିବା। କଲର ଆଣିବା ପାଇଁ ଆସିବା ସମୟରେ ସେ ପିଲାଙ୍କୁ, ଯୋଉ ପିଲା ଆଗ ଥର ଯେମିତି, ଏଇଟା ଫାର୍ଷ୍ଟ ଟାଇମ ନୁହଁ, ଏଇଟା ସେକେଣ୍ଡ ଥର ମୋ ମାନେ ଉପସ୍ଥିତିରେ ହେଲା। ଫାର୍ଷ୍ଟ ଥର ମାନେ ଆପଣଙ୍କର ଧରନ୍ତୁ 30 ଟଙ୍କା MRP ଲେଖା ହେଇଛି, ସେଠି 40 ଟଙ୍କା ନେଉଛନ୍ତି। ନେଲା ପରେ ମୁଁ ତାଙ୍କ ସହିତ ଯୁକ୍ତି ତର୍କ କଲା ପରେ ସେମାନେ ପୁଣି ସେମାନେ କହିଲେ ଯେ ଆଜ୍ଞା ମୋର ଭୁଲ ହେଇଛି। ଆଜି ବି ପରିସ୍ଥିତି ସେୟା ଯେ କହୁଛନ୍ତି ଏଗୁଡାକ ଆମର ଜାଣିନାହୁଁ କିଛି, ଏଗୁଡାକ ଆମର ଆଗରୁ କଣ ମାଲ ଗୁଡାକ ଆସିଥିଲା, ଏଗୁଡାକ ଆମେ କିଛି ଏ ବିଷୟରେ କିଛି ଜାଣିନାହୁଁ, ତେଣୁ ଯାହା ବି ହେଇଛି ଆପଣ ତାହାକୁ ଡାକନ୍ତୁ ନାହିଁ, ଆମ ତରଫରୁ ଆପଣଙ୍କୁ ଭୁଲ ମାଗୁଛୁ। ଆଜ୍ଞା ଶୁଣନ୍ତୁ, ଯଦି ଏମାନେ ଆମକୁ ଭୁଲ ମାଗୁଛନ୍ତି, ଆମେ ଆଜ୍ଞା ଜାଣିବା ଶୁଣିବା ଲୋକ, ଯୋଉମାନେ ଯେ ପାଠ ପଢିନାହାନ୍ତି, ମୂର୍ଖ ଲୋକ ବି ଗରିବ ଲୋକମାନେ ଆସୁଛନ୍ତି ଯେ ରିଲାଏନ୍ସ ରୁ ଆପଣଙ୍କର ଡିସକାଉଣ୍ଟ, ସେମାନେ ମାଇକ ପ୍ରଚାର କରୁଛନ୍ତି ଯେ ଡିସକାଉଣ୍ଟ ରେ ଆମେ ଦଉଛୁ। ଏ ଯେ ଡିସକାଉଣ୍ଟ କଥା କହୁଛନ୍ତି, ଏମାନେ ଡିସକାଉଣ୍ଟ ଦଉନାହାନ୍ତି ଆଜ୍ଞା, ଏମାନେ ଲୋକଙ୍କୁ ମାରିବା ପାଇଁ ଚାହୁଁଛନ୍ତି। ଆସିଛନ୍ତି ରିଲାଏନ୍ସ କମ୍ପାନୀ ବାଲିଆପାଳକୁ ଆସିଛି, ଗରିବ ଲୋକଙ୍କୁ ମାରିବା ପାଇଁ ଆସିଛି, ଶୋଷଣ କରିବା ପାଇଁ ଆସିଛି। ତେଣୁ ମୋର ଜିଲ୍ଲା ପରିଷଦ ପ୍ରତିନିଧି ହିସାବରେ ଆପଣମାନଙ୍କ ମାଧ୍ୟମରେ ମୁଁ ଜଣାଉଛି ଯେ ରିଲାଏନ୍ସ କମ୍ପାନୀ କି ଆପଣ ମାନେ ଟିକେ ତାଙ୍କୁ ଜଣାନ୍ତୁ, ଯଦି ଏଠି ଦୋକାନ କରିବାର ଅଛି ଠିକ ସେ କରନ୍ତୁ, ନହେଲେ ଏଠି ଉଠି ଯାଆନ୍ତୁ, ନହେଲେ ଏ ରିଲାଏନ୍ସ ବିରୁଦ୍ଧରେ ତୀବ୍ର ଗତିରେ ଆପଣଙ୍କର ଏଠି ଆନ୍ଦୋଳନ ହବ। ଆପଣ ପୁରା କହିଲେ ବାହାରକୁ ଯିବାକୁ, ଆମେ କଣ ଆପଣଙ୍କର ବାର ମାସିଆ କି? ଆମେ ରିଟର୍ନ କରିବୁ। ଆମକୁ ରିଟର୍ନ କରନ୍ତୁ, ଆମକୁ ଆପଣ କଣ କହିଲେ ବାହାରକୁ ଚାଲନ୍ତୁ, ମୁଁ ଯାଉଛି। ସାର୍ ଆମେ ଯାଇକି ଘଣ୍ଟେ ଠିଆ ହେଇଥିବୁ, ଆପଣ ଏଠି ଭିତରେ ଇଏ କରୁଥିବେ। ମନା କରେ କିଏ ମନା କଲା? ଲୁଟୁଛନ୍ତି ଆପଣ, ଲୋକଙ୍କୁ ଲୁଟୁଛନ୍ତି ତ। नो कमेंट।